ଟିକରାନଗର ଛକ ପାଖରେ ଫୋନ କରି ଶୋଇ ପଡୁଛ ନା କେଟରାସି ପଣ୍ଡା ବିଲ ବଲ୍ଲାମପୁର ଆଇଟପୁର ଜିପି। କଣ କହିବେ ଘୋଳା ଘର ନିଆଁ ନାଗି? ବଡ଼ ଦୁଃଖର କଥା, କାଲି ରାତି 2ଟା ବେଳେ ଗୌରାଙ୍ଗ ସାମଲଙ୍କ ଘର, ଗୁହାଳ ଘର ଏବଂ ରୋଷେଇ ଘର, ତା ଭିତରେ ଗାଈ ବି ଗୋଟିଏ ଥିଲା, ଗର୍ଭବତୀ ଗାଈ ମରି ଘର ନିଆଁ ଲାଗି ଗଡ଼ଗଡ଼ି ପଡ଼ି ଘର ନିଆଁ ଲାଗିକି ପୋଡ଼ିଯାଇଛି, ସମ୍ପୂର୍ଣ୍ଣ ପୋଡ଼ିଯାଇଛି ଘର ଏବଂ ଗାଈ ପୋଡ଼ିଯାଇଛି। ଗାଈର ବି ଗୋଟେ ବାଛୁରୀ ପେଟରୁ ବାହାରିଛି, ପୋଡ଼ିଯାଇଛି। ଏଇଭଳିଆ ବଡ଼ ଦୁଃଖର ବିଷୟ। ଆଉ କଣ ଏ ବିଷୟ ନେଇ କହିବେ? ଯେଉଁ କ'ଣ ଗରିବ ପ୍ରଶାସନ ଲୋକ, ତାଙ୍କୁ ସରକାରୀ ପ୍ରଶାସନ କି ସାହାଯ୍ୟ କରିବା ଦରକାର। କେମିତି କଣ ଘର ଲାଗିଲା ନିଆଁ? ରାତିରେ 2ଟା ରାତିରେ ଘର ଲାଗିଗଲା, ବଜ୍ରପାତରେ ପୋଡ଼ିଗଲା। ପୋଡ଼ିଗଲା। ଗାଈ ଗୋଟା ଉଦ୍ଧାର କଲୁ, ଆଉ ଗୋଟା ଉଦ୍ଧାର କରିପାରିଲୁନୁ। ଆଉ ଗାଈ କ୍ଷୀର ଦିଏ? ଗାଈ 3 ଲିଟର 4 ଲିଟର କ୍ଷୀର ଦେଉଥିଲା। ସେଇଥିରେ ଚଳନ୍ତି? ହଁ। ଏବେ କଣ କରୁଛୁ ସବୁ? ନାଇଁ, ଗତକାଲି ରାତ୍ର 2ଟା 30 ମିନିଟ୍ ସମୟରେ ଗୌରାଙ୍ଗ ସାମଲଙ୍କର ବଜ୍ରପାତ ହୋଇ ଫାଷ୍ଟ ଆଗେ ପ୍ରଥମ ଗାଈଟି ଜୀବନ୍ତ ଦଗ୍ଧ ହୋଇଗଲା, ପଡ଼ିକିନି ଜୀବ କାଉଁଳି ପଡ଼ିଗଲା। ତାପରେ ଘରଟି ସମ୍ପୂର୍ଣ୍ଣ ଜଳିଗଲା। ଗୋଟେ ରୋଷେଇ ଘର ଆଉ ଗାଈ ଗୁହାଳ, ଗାଈ ସହ ଗାଈ ଚାଲିଗଲେ। ଯାହା ହଉ ସମସ୍ତେ ଜୁଟି ଦମକଳ ବିଭାଗ ଆସିଥିଲା, ଆଉ ସରକାରୀ ସ୍ତରରେ RI ଆସିଥିଲେ, VSC ମଧ୍ୟ ଆସିଥିଲେ, ସବୁ ଇନକ୍ୱାରି କରିକି ଗଲେଣି। ଆମର ଅଞ୍ଚଳର ବିଜୟ ମହାପାତ୍ର, ଯିଏ ଗତ ନିର୍ବାଚନରେ MLA ପ୍ରାର୍ଥୀ ହୋଇଥିଲେ ବିଜେପିରୁ, ବର୍ତ୍ତମାନ ସିଏ ଆସିକିନି ତାଙ୍କ ପୁଅ ଏବେ ବିଜେଡ଼ି ପ୍ରାର୍ଥୀ ହୋଇଛନ୍ତି, ଅରବିନ୍ଦ ମହାପାତ୍ର। ଯାହା ହଉ ତାଙ୍କୁ ଖବର ଆମ ଗ୍ରାମରୁ ତାଙ୍କ ପାଖରେ ଖବର ଯାଇ ପହଞ୍ଚିଲା। ସେ ଭୁବନେଶ୍ୱର ଥିଲେ। ଏ ଦୁଃଖର ବିଷୟ ଶୁଣି କହିଲେ ଯେତେ କାମ ଥାଉ ମୁଁ ନିଶ୍ଚୟ ଯାଇ ପହଞ୍ଚିବି। ସେ ଆସି ଗୌରାଙ୍ଗ ସାମଲଙ୍କୁ ସାନ୍ତ୍ୱନାମୂଳକ ପହଞ୍ଚି ତାଙ୍କ ସାନ୍ତ୍ୱନା ଦେଲେ ଏବଂ ସମସ୍ତଙ୍କୁ ପରିବାରକୁ ସାନ୍ତ୍ୱନା ଦେଇକିନି ଏବେ ତାଙ୍କ ଘରେ ଉପସ୍ଥିତ ଅଛନ୍ତି।